ବିଜୟାନନ୍ଦ ପଟ୍ଟନାୟକ, ଯିଏ ବିଜୁ ପଟ୍ଟନାୟକ ନାମରେ ଅଧିକ ପରିଚିତ। ଯଦି ଆମେ କୌଣସି ରାଜନୈତିକ ଦଳ ଭିତରେ ନ ଦେଖି ସାଧାରଣ ନାଗରିକ ହିସାବରେ ତର୍ଜମା କରିବା, ବାସ୍ତବରେ ତାଙ୍କର ପ୍ରକୃତ ବୀରତ୍ୱ ଏବଂ ଦେଶ ପ୍ରେମକୁ ଆମେ ସର୍ବାଗ୍ରେ କହିପାରିବା। 1916 ମସିହା ମାର୍ଚ୍ଚ 5 ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ଛୋଟବେଳରୁ ସାହସୀ, ଦୃଢ଼ ମନୋବଳ ସମ୍ପନ୍ନ ଏବଂ ଦେଶପ୍ରେମୀ ଥିଲେ। ବିଜୁ ପଟ୍ଟନାୟକ ନିଜର ବିଏସସି ସେତେବେଳର ରେଭେନ୍ସା କଲେଜ କଟକରେ କରିଥିଲେ। ଏହାପରେ ଏରୋନଟିକାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ବିମାନ ଚାଳନା, ଦିଲ୍ଲୀ ଫ୍ଲାଇଂ କ୍ଲବରେ ପାଇଲଟ ପ୍ରଶିକ୍ଷଣ କରିଥିଲେ। ଏହାପରେ ସେ ବିମାନ ଚାଳନାରେ ନିଜର ଦକ୍ଷତା ହାସଲ କରି ସେ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଗୁପ୍ତ ଅଭିଯାନରେ ସହଯୋଗ କରୁଥିଲେ। ପରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ନିଜ ଜୀବନକୁ ବିପଦରେ ପକାଇ ସେଠାକାର ନେତାମାନଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇଥିଲେ ଓ ତାଙ୍କର ଏହି ସାହସିକତା ପାଇଁ ସେ ଆନ୍ତର୍ଜାତୀୟ ସମ୍ମାନ ଅର୍ଜନ କରିବା ସହ ଇଣ୍ଡୋନେସିଆର ଶ୍ରେଷ୍ଠ ସମ୍ମାନ ଭୂମିପୁତ୍ରର ଅଧିକାରୀ ହୋଇଥିଲେ। ସ୍ୱାଧୀନତା ପରେ ବିଜୁ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ। ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ସମୟରେ ଉନ୍ନୟନମୂଳକ ଚିନ୍ତାଧାରା ଆଜି ମଧ୍ୟ ଓଡ଼ିଶାରେ ପ୍ରତିଫଳିତ ହୋଇଛି। ମାତ୍ର 1997 ମସିହା ଏପ୍ରିଲ 17 ତାରିଖରେ ଏହି ମହାନ ବ୍ୟକ୍ତିଙ୍କର ପରଲୋକ ହୋଇଥିଲା। କିନ୍ତୁ ତାଙ୍କର ସାହସ, ନେତୃତ୍ୱ ଓ ଦେଶ ସେବା ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛି ଏବଂ ଆଜି ବି ଲୋକଙ୍କ ହୃଦୟରେ ସେ ଜୀବିତ ରହିଛନ୍ତି।